ଆସନ୍ତୁ ଆଜି ଏକ ବହୁତ କୌତୂହଳପୂର୍ଣ୍ଣ ଆଲୋଚନା ଆରମ୍ଭ କରିବା। ହଁ, ଆଜି ଆମେ ଓଡ଼ିଶାର ଏକ ବହୁତ ପୁରୁଣା ଆଉ ପ୍ରସିଦ୍ଧ ଲୋକକଥାର ବିଶ୍ଳେଷଣ କରିବାକୁ ଯାଉଛୁ। କାଞ୍ଚିପୁରାମର ଏହି କାହାଣୀଟି କେମିତି କହିବି, ସତରେ ଆମ ନୈତିକ ଦର୍ଶନର ଏକ ଗଭୀର ଯାତ୍ରା। ଟିକେ ଭାବନ୍ତୁ ତ, ପ୍ରକୃତ ସାଧୁ କିଏ? କେବଳ ଗୋଟେ ଉପାଧି କାହାକୁ ମହାନ କରିଦିଏ କି? ଆଦୌ ନୁହେଁ। ଏହି କାହାଣୀ ଧର୍ମ ଆଉ ଅହଙ୍କାର ଭିତରେ ଥିବା ଲଢ଼େଇକୁ ଏତେ ସୁନ୍ଦର ଭାବେ ବର୍ଣ୍ଣନା କରେ ଯେ ଆମେ ସମସ୍ତେ ନିଜ ଜୀବନର ମୂଲ୍ୟବୋଧକୁ ଆଉଥରେ ଚିନ୍ତା କରିବାକୁ ବାଧ୍ୟ ହୋଇଯିବା। ତେବେ ଡେରି ନକରି ସିଧାସଳଖ ଏହି ଅଦ୍ଭୁତ ବିଶ୍ଳେଷଣ ଭିତରକୁ ଯିବା। ଆଚ୍ଛା, ଆସନ୍ତୁ ଏହି ବିଷୟରେ ଗଭୀରକୁ ଯିବା। କାହାଣୀର ମୁଖ୍ୟ ଚରିତ୍ରମାନଙ୍କୁ ଭେଟିବା ଆଗରୁ ଗୋଟେ ଛୋଟ ପ୍ରଶ୍ନ ଉପରେ ଟିକେ ନଜର ପକାଇବା। ମାନେ, କେବଳ ନିଜ ନାଁ ପଛରେ ଗୋଟେ ବଡ଼ ଉପାଧି ଲଗାଇଦେଲେ କ'ଣ କେହି ସତରେ ମହାନ ହୋଇଯାଏ? ନା ତାଙ୍କର କର୍ମ, ତାଙ୍କର ବ୍ୟବହାର ହିଁ ତାଙ୍କ ମହାନତାର ପ୍ରମାଣ ଦିଏ? ସତ କହିବାକୁ ଗଲେ, ଏହି ଗୋଟିଏ ପ୍ରଶ୍ନ ହିଁ ଆମର ଆଜିର ପୂରା ଆଲୋଚନାର ମୂଳଦୁଆ। ଆଉ ହଁ, ଏହା କେବଳ ସେହି ସମୟର ସାଧୁମାନଙ୍କ ପାଇଁ ନୁହେଁ, ଆଜିର ସମୟରେ ଆମ ସମସ୍ତଙ୍କ ପାଇଁ ଗୋଟେ ବହୁତ ବଡ଼ ପ୍ରଶ୍ନ। ବିଭାଗ 1, 3 ସାଧୁ। ଏବେ ଆସନ୍ତୁ ସେହି ପ୍ରାଚୀନ କାଞ୍ଚିପୁରମ୍ ଆଶ୍ରମର ପରିବେଶ ଭିତରକୁ ଯିବା। ଏଇଠି ଆମେ ଦେଖିପାରିବା ସେହି 3 ଜଣ ସାଧୁଙ୍କୁ। ପ୍ରଥମ 2 ଜଣ ହେଲେ ରାମାନନ୍ଦ ଆଉ ଆତ୍ମାନନ୍ଦ। ଏମାନେ ସବୁବେଳେ ନିଜକୁ ସର୍ବଶ୍ରେଷ୍ଠ ବୋଲି ଦାବି କରନ୍ତି। ମାନେ, ପୁରା ଅହଙ୍କାରୀ ଆଉ ସବୁବେଳେ ଖାଲି ଯୁକ୍ତିତର୍କ। କିଏ ବଡ଼ ସାଧୁ ସେଇ କଥାକୁ ନେଇ ସବୁବେଳେ କଳି ଝଗଡ଼ା ଲାଗିଥାନ୍ତି। କିନ୍ତୁ ଏହି ତାଲିକାର ଶେଷରେ ଥିବା ନାଁଟିକୁ ଦେଖନ୍ତୁ, ଦୟାନନ୍ଦ। ସେ ସମ୍ପୂର୍ଣ୍ଣ ଅଲଗା, ବହୁତ ନମ୍ର, ଶାନ୍ତ, ଆଉ ସବୁବେଳେ ଝଗଡ଼ାର ସମାଧାନ କରିବାକୁ ଚେଷ୍ଟା କରନ୍ତି। ତାଙ୍କ ମତରେ ନିଜକୁ ବଡ଼ କହିଲେ କେହି ବଡ଼ ହୁଏନି, ପ୍ରକୃତ ଗୁଣ ହିଁ ଜଣକୁ ଶ୍ରେଷ୍ଠ କରିଥାଏ। ବାସ୍, ଏହି ବିପରୀତ ସ୍ୱଭାବରୁ ହିଁ ଆସିବ କାହାଣୀର ସବୁଠାରୁ ବଡ଼ ମୋଡ଼। ବିଭାଗ 2, ଜଣେ ରହସ୍ୟମୟ ପଥିକ। ଏଠାରୁ କାହାଣୀଟି ଗୋଟେ ନୂଆ ଦିଗ ନେଉଛି। ଆସନ୍ତୁ ଦେଖିବା ଏହା କିପରି ଆଗକୁ ବଢ଼ୁଛି। ଗୋଟେ ଦିନ ହଠାତ୍ ଜଣେ ବାଟବଣା ଆଉ କ୍ଳାନ୍ତ ଯାତ୍ରୀ ଆସି ଆଶ୍ରମରେ ପହଞ୍ଚିଲେ। ପ୍ରଥମେ ତ 3 ଜଣ ଯାକ ସାଧୁ ଏକାଠି ମିଶି କହିଲେ ଯେ ଅତିଥି ସେବା ହିଁ ତାଙ୍କର ପରମ ଧର୍ମ। ସେମାନେ ଯାତ୍ରୀଙ୍କ ବିଶ୍ରାମ ଦେଲେ, ପିଇବାକୁ ଥଣ୍ଡା ପାଣି ଦେଲେ, ସବୁକିଛି ଠିକ୍ଠାକ୍ ଚାଲିଥିଲା। ତାପରେ ଆସିଲା ସବୁଠାରୁ ଜରୁରୀ କାମ, ଅତିଥିଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବା। ମାନେ, ଆଶ୍ରମରୁ କିଛି ମିଠା ଆମ୍ବ ତୋଡ଼ି ଆଣିବା। ଏବେ ଯାଇ ସବୁ ସାଧାରଣ ଲାଗୁଛି ନା? କିନ୍ତୁ ପ୍ରକୃତ ଘଟଣା ଏବେ ହିଁ ଆରମ୍ଭ ହେବ। ବିଭାଗ 3, ଆମ୍ବ ସଂଗ୍ରହ। ବର୍ତ୍ତମାନ ଆମେ ଦେଖିବା କଥା କହିବା ଆଉ କାମ କରିବା ଭିତରେ କେତେ ଫରକ ଅଛି। ଏବଂ ଏହି ଦୃଶ୍ୟଟି ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସେମାନଙ୍କର ପ୍ରକୃତ ରୂପ କ'ଣ। ବାମପଟେ ଦେଖନ୍ତୁ, ନିଜକୁ ଶ୍ରେଷ୍ଠ କହୁଥିବା ରାମାନନ୍ଦ ଆଉ ଆତ୍ମାନନ୍ଦ ଅତିଥିଙ୍କ ପାଇଁ ଆମ୍ବ କେମିତି ତୋଳୁଛନ୍ତି, ପୁରା ହିଂସ୍ର ଆଉ ଅଧୈର୍ଯ୍ୟ ହୋଇ। ଜଣେ ବାଉଁଶରେ ଗଛକୁ ନିର୍ଦ୍ଦୟ ଭାବେ ପିଟିଛି, ତ ଆଉ ଜଣେ ଗଛରେ ଦଉଡ଼ି ବାନ୍ଧି ଜୋରରେ ଟାଣୁଛି। ସେମାନଙ୍କର ଖାଲି ଆମ୍ବ ଦରକାର, ଗଛକୁ କେତେ କଷ୍ଟ ହେଉଛି ସେଥିପ୍ରତି ଟିକେ ବି ଖାତିର ନାହିଁ। କିନ୍ତୁ ଡାହାଣପଟେ ଦେଖନ୍ତୁ, ଦୟାନନ୍ଦଙ୍କର ଉପାୟ କେତେ କୋମଳ। ସେ ନିଜେ କଷ୍ଟ କରି ଗଛରେ ଚଢ଼ୁଛନ୍ତି, ଗଛକୁ ଆଦରରେ ଆଉଁଶୁଛନ୍ତି ଆଉ ବହୁତ ଯତ୍ନର ସହ ଆମ୍ବ ତୋଳୁଛନ୍ତି, ଯେମିତି ଗଛକୁ ଟିକିଏ ବି କଷ୍ଟ ନ ହୁଏ। ଗୋଟିଏ କାମ, ହେଲେ କରିବାର ଉପାୟ ପୁରା ଓଲଟା। ଏଇ ଛୋଟ କାମଟି ହିଁ ସେମାନଙ୍କର ଅସଲ ମୁଖା ଖୋଲି ଦେଉଛି। ଦୟାନନ୍ଦଙ୍କର ଗୋଟିଏ କଥା ଉପରେ ଟିକେ ଧ୍ୟାନ ଦେବା। ସେ କହିଥିଲେ, ଜଣଙ୍କୁ କଷ୍ଟ ଦେଇ ଅନ୍ୟ ଜଣଙ୍କୁ କେବେ ବି ଖୁସି ଦିଆଯାଇ ନପାରେ। ବାସ୍ତବରେ କେତେ ଗଭୀର କଥାଟେ। ମାନେ, ଗଛକୁ ନିର୍ମମ ଭାବେ ପିଟି ସେଥିରୁ ମିଳିଥିବା ଫଳ ଅତିଥିଙ୍କୁ କେବେ ବି ପ୍ରକୃତ ଶାନ୍ତି ଦେଇପାରିବ କି? ପ୍ରକୃତି ଆଉ ସବୁ ଜୀବଙ୍କ ପ୍ରତି ଥିବା ଏହି ଦୟାଭାବ ହିଁ ଦୟାନନ୍ଦଙ୍କୁ ସେମାନଙ୍କଠାରୁ ଅଲଗା କରିଥିଲା। ଆଉ ଏଇଠି ଆମକୁ ବୁଝିବାକୁ ପଡ଼ିବ ଯେ କରୁଣା ଖାଲି ମଣିଷ ପାଇଁ ନୁହେଁ, ଏହା ବୃକ୍ଷଲତାଙ୍କ ପାଇଁ ବି ସମାନ ଭାବେ ଲାଗୁ ହୁଏ। ବିଭାଗ 4, ଐଶ୍ୱରିକ ରହସ୍ୟ ଉନ୍ମୋଚନ। ଏବେ ଆସୁଛି କାହାଣୀର ସବୁଠାରୁ ବଡ଼ ଚମତ୍କାର। ଟିକେ କଳ୍ପନା କରନ୍ତୁ ସେହି ଦୃଶ୍ୟକୁ। ସେହି ସାଧାରଣ ଦିଘରା ଯାତ୍ରୀ ଜଣକ ହଠାତ୍ ନିଜର ଦିବ୍ୟ ରୂପ ନେଲେ। ସେ ଆଉ କେହି ନଥିଲେ, ନିଜେ ସୃଷ୍ଟିକର୍ତ୍ତା ଭଗବାନ ଥିଲେ। ଆଶ୍ରମରେ ଚାଲିଥିବା ସେହି ଅହଙ୍କାରପୂର୍ଣ୍ଣ ଝଗଡ଼ା କଥା ସେ ଶୁଣିବାକୁ ପାଇଥିଲେ। ତେଣୁ ସେହି ସାଧୁମାନଙ୍କର ବଡ଼ ବଡ଼ ଉପାଧି ଆଉ ତାଙ୍କର ପ୍ରକୃତ କର୍ମ ଭିତରେ କେତେ ତାଳମେଳ ଅଛି ତାହା ପରୀକ୍ଷା କରିବା ପାଇଁ ସେ ନିଜେ ଛଦ୍ମବେଶରେ ଆସିଥିଲେ। ଏଥିରୁ ସିଧା ସିଧା ଜଣାପଡ଼ୁଛି ଯେ ଆମେ ଯାହା ବି କରୁଛୁ ନା କାହିଁକି, ତାହା ଉପରେ କାହାର ନା କାହାର ନଜର ନିଶ୍ଚୟ ରହିଛି। ତେଣୁ ଏଠାରେ ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଉଛି ଭଗବାନଙ୍କର ଏହି ବାକ୍ୟଟି
ସେ କହିଲେ, ମୁଁ ତ ସମସ୍ତଙ୍କ ଶରୀରରେ ବିଦ୍ୟମାନ, ଗଛକୁ ବାଡ଼ିବା ଦ୍ୱାରା ମୋତେ ଯନ୍ତ୍ରଣା ହେଲା। ଯେତେବେଳେ ରାମାନନ୍ଦ ଆଉ ଆତ୍ମାନନ୍ଦ ଗଛକୁ ବାଢ଼ିଲେ ଆଉ ଦଉଡ଼ିରେ ଟାଣିଲେ, ସେହି ଆଘାତ ସିଧା ଭଗବାନଙ୍କୁ ଲାଗିଲା। ସେଥିପାଇଁ ସେମାନେ ଆଣିଥିବା ଆମ୍ବ ଭଗବାନଙ୍କୁ ଆଦୌ ମିଠା ଲାଗିଲା ନାହିଁ। କିନ୍ତୁ ଭାବନ୍ତୁ ତ, ଯେତେବେଳେ ଦୟାନନ୍ଦ ଗଛକୁ ଆଉଁସି ବହୁତ ସ୍ନେହରେ ଆମ୍ବ ଆଣିଲେ, ତାହା ଭଗବାନଙ୍କୁ ପରମ ଶାନ୍ତି ଦେଲା। ଏହା ସତରେ ଏକ ଚମତ୍କାର ଉଦାହରଣ, ଯାହା ପ୍ରକୃତି ଆଉ ପରମାତ୍ମାଙ୍କୁ ଗୋଟିଏ ବୋଲି ପ୍ରମାଣ କରୁଛି। ବିଭାଗ 5 ଚୂଡ଼ାନ୍ତ ଶିକ୍ଷା। ଏବେ ଆମେ ଏହି କାହାଣୀର ନିଷ୍କର୍ଷକୁ ଆସିଯାଇଛୁ। ବର୍ତ୍ତମାନ ଏହି ସ୍ଲାଇଡ୍ରେ ସବୁଠାରୁ କୌତୂହଳପୂର୍ଣ୍ଣ କଥା ହେଉଛି ନ୍ୟାୟ ପ୍ରଦାନର ସମୟ। ଭଗବାନ ଘୋଷଣା କଲେ ଯେ ସାଧୁ ପଦ ପାଇଁ କେବଳ ଦୟାନନ୍ଦ ହିଁ ଯୋଗ୍ୟ, ତାଙ୍କୁ ହିଁ ପ୍ରକୃତ ସାଧୁର ଚିରସ୍ଥାୟୀ ମାନ୍ୟତା ମିଳିଲା। ଅନ୍ୟପକ୍ଷରେ କ'ଣ ହେଲା? ରାମାନନ୍ଦ ଆଉ ଆତ୍ମାନନ୍ଦଙ୍କର ଅହଙ୍କାର ପାଇଁ ତାଙ୍କଠାରୁ ସାଧୁ ଉପାଧି ଛଡ଼ାଇ ନିଆଗଲା, ଆଉ ସେମାନେ ସେବକ ପାଲଟିଗଲେ। ହେଲେ ଭଗବାନ ତ ବହୁତ ଦୟାଳୁ, ନୁହେଁ କି? ଯେବେ ସେମାନେ ନିଜ ଭୁଲ ବୁଝିପାରିଲେ, ଭଗବାନ ତାଙ୍କୁ କ୍ଷମା କରିଦେଲେ। ଆଉ ଆମର ହିରୋ ଦୟାନନ୍ଦ, ସେ ତାଙ୍କର ବାକି ଜୀବନ କେବଳ ସଂସାରର ମଙ୍ଗଳ ପାଇଁ ଉତ୍ସର୍ଗ କଲେ। ସତରେ ପ୍ରକୃତ ମହାନତା ସହାନୁଭୂତି, ଦୟା ଆଉ ଈର୍ଷ୍ୟାମୁକ୍ତ ହୃଦୟରୁ ହିଁ ଆସିଥାଏ। ତେବେ ଆମେ ଆଜିର ଏହି ବିଶ୍ଳେଷଣର ଶେଷରେ ପହଞ୍ଚିଛୁ। ଏବେ ଏହି ବଡ଼ ପ୍ରଶ୍ନଟି ଆମ ସମସ୍ତଙ୍କ ପାଇଁ। ଆମେ ସମସ୍ତେ ଆମ ଜୀବନରେ କିଛି ନା କିଛି ଉପାଧି, ପଦବୀ କିମ୍ବା ଦାୟିତ୍ୱ ନେଇ ବଞ୍ଚୁଛୁ। କିଏ ଶିକ୍ଷକ, କିଏ ନେତା, ଆଉ କିଏ ବାପା ମା। କିନ୍ତୁ ଟିକେ ଭାବିଲେ, ଆମର ଦୈନନ୍ଦିନ କର୍ମ କ'ଣ ସତରେ ସେହି ପଦବୀର ସମ୍ମାନ ରଖୁଛି? ଆମର କାମ ଆମ ଉପାଧି ସହିତ ମେଳ ଖାଉଛି ତ? ଆମେ କ'ଣ ଦୟାନନ୍ଦଙ୍କ ଭଳି ନିଃସ୍ୱାର୍ଥପର, ନା ଖାଲି ଅହଙ୍କାରରେ ବୁଡ଼ି ରହିଛୁ? ମୁଁ ଆଶା କରୁଛି ଆଜିର ଏହି ଉପସ୍ଥାପନା ଏକ ନୂଆ ଦୃଷ୍ଟିକୋଣ ଦେଇଥିବ ଆଉ ନିଜକୁ ଆଉ ଥରେ ପରଖିବାକୁ ଗୋଟେ ସୁଯୋଗ ଦେବ। ସବୁ ଜୀବଙ୍କ ପ୍ରତି ସଦ୍ଭାବନା ରଖନ୍ତୁ। ଆଜି ପାଇଁ ଏତିକି। ପୁଣି ଦେଖାହେବ ଆଉ ଏକ ନୂଆ ବିଶ୍ଳେଷଣ ସହିତ। ବିଦାୟ।